পেয়ার ମାନେ ଏଇଟା କ'ଣ ବ୍ଲୁଟୁଥ୍ ତ ଆପଣମାନେ ଏଇଟା ଗୋଟେ ଆପ୍ ଥାଉଛି ଆପଣମାନଙ୍କୁ ଜିପିଏସ୍ ଦେଇଦେବ ନହେଲେ ଏଠି ବି ଦେବ। ତ ଏଇଟା ରହିଲା ଆମର ଇକୋ। ତ ଏଇ ଇକୋର କାମ ହେଲା। ତ ସାଙ୍ଗମାନେ ଗୁଡ଼୍ ମର୍ଣ୍ଣିଂ, ଆପଣମାନେ ବି ନୂଆ ବ୍ଲଗ୍ ଭିଡ଼ିଓରେ ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ଦେଖନ୍ତୁ ସକାଳୁ ଉଠିକି ଆଜି ବ୍ରସ୍ ଫ୍ରସ୍ କରି ଏବେ ଚାହା ପିଉଛି। ଏଇଠି ଥୋଇ ଦେଇଛି ଚାଟାକୁ, ଚାହା ପିଉଛି। ତ ଆଉ କ'ଣ କହିବି, ଆପଣମାନେ କ'ଣ କହିବି ବୋଲି କୁହନ୍ତୁ ଟିକେ, କହିବା ଦେଖିବା କ'ଣ କହିବା। ମୁଁ ବି ଜାଣିପାରୁନି କ'ଣ କହିବି। ଟେନସନ୍ ନିଅନ୍ତୁନି, ମୁଁ ଚା ପିଇଥିଲେ ଆପଣଙ୍କ ସହ ଦେଖାବି, ମୁଁ ଯାଆନ୍ତୁନି। ତ ସାଙ୍ଗମାନେ ଏବେ କ'ଣ କି ଚାହା ପିଇକି ଆସିଲି। ଆଉ ଦେଖନ୍ତୁ ଶିବର ସାଇକେଲ ଆଜି ଥୁଆ ହେଇଛି। ତ ସେ ସ୍କୁଲକୁ ଆଜି ନେଇନି, କାରଣ ସେ ସକାଳୁ ସ୍କୁଲକୁ ପଳେଇଛି। ତ ସାଙ୍ଗମାନେ ଦେଖିଲେ ସାଇକେଲ ଥୁଆ ହେଇଛି, ସକାଳୁ ସକାଳୁ ପଳେଇଛି। ଚାଲନ୍ତୁ ଏବେ ଯିବା ଖାଇବାକୁ, କ'ଣ ଆଣିଛନ୍ତି ଦେଖିବାକୁ ପଡ଼ିବ। ଚାଲ। ତ ସାଙ୍ଗମାନେ ଦେଖନ୍ତୁ ବରା ଆଳୁଚପ ଖାଇସାରିଲେ ଆପଣମାନଙ୍କ ସହ ଦେଖାବି, କୁଆଡ଼େ ଯାଆନ୍ତୁ ନାହିଁ ମୋ। ତ ସାଙ୍ଗମାନେ କ'ଣ କି ମୁଁ ଏବେ ଖାଇକି ଆସିଲି। ତ ସିପୁନ ସ୍କୁଲରୁ ପଳେଇଥିଲା, ମାନେ ସକାଳୁ ପଳେଇଥିଲା। ମୁଁ ଆଜି 10ଟା ବେଳକୁ ଯାଇଥିବ, ମୁଁ ତ ଉଠିଲି 9ଟା ବେଳକୁ, ମୁଁ ଆସୁଛନ୍ତି। ତ କ'ଣ କି ଖାଇଲି ଜଳଖିଆ ଜଣା ହେଇଥିଲା। ଜଳଖିଆ ଖାଇସାରିଲା ପରେ ଟିକେ ବସିକି ନେଇ ତାପରେ ଘରେ କହିଲେ ଯାହା ଗୋଟେ ବସ୍କୁ ଦେଇକି ଆସିବୁ। ତ ଗଲି, ମୁଁ ଏଠି ବସିଲି ମାନେ ଘଣ୍ଟାଟେ କାଳ ବସିଛି, କିନ୍ତୁ ବସ୍ ଆଉ ଦର୍ଶନ ନାହିଁ। ତାପରେ ମୁଣ୍ଡକୁ ରାଗ ଲାଗିଲା, ମାନେ ରାଗରେ ଏକା ଝାଳ ଫାଳ ହେଇଗଲା। ତ କ'ଣ କରିବା, କିଛି କରିହେବନି ଆଉ। ତାପରେ ପଳେଇ ଆସିଲି। ତାପରେ ଘରକୁ ପଳେଇ ଆସିଲି, ଘରେ ଆଣିକି ଜିନିଷଟାକୁ ଥୋଇ ଦେଇଛି। ତ କରିହେବନି, ଥୋଇକି ଘରେ ଆଣି ଯାଉଛି ଏବେ ଗାଧୋଇବାକୁ। ତ ଗାଧୋଇକି ଆସିଲେ ଆପଣଙ୍କ ସହ ଦେଖାବି, ଉପରେ ଯାଆନ୍ତୁନି। ମାନେ ଏବେ ଦେଖନ୍ତୁ ଗାଧେଇକି ମୁଁ ଆସିଲି, ଏଠି ନାଳକୁ ଯାଇଥିଲି। ତ ବହୁତ ଥଣ୍ଡା ପାଣି ନାଳରେ ଗାଧେଇଲେ, ମାନେ ଡେଲି ତ ଗରମ ପାଣିରେ ଗାଧେ, ତ ଭଲ ଲାଗିଲାନି। ଆଜି ଥଣ୍ଡା ପାଣିରେ ଗାଧେଇଲି ଯେତେବେଳେ ପୁରା ମୁସ୍କିଲ, ମାନେ ଏତେ ଖୁସି, ମାନେ ଦେହ ପୁରା ଥରେ ବଢ଼ିଆ ଚକାଚକ୍, ଶାନ୍ତି, ପୁରା ଶାନ୍ତିରୁ ଶାନ୍ତି। ମାନେ ଏବେ ଯାଉଛି ଖାଇବାକୁ। ତ ଚାଲନ୍ତୁ ଯିବା, କ'ଣ କ'ଣ ଖାଇବା ହେଇଛି ତ ଗଲା ପରେ ଜଣାପଡ଼ିବ। ସାଙ୍ଗମାନେ ଦେଖନ୍ତୁ ଭାତ, ଶାଗ, ଝଟା ତରକାରୀ ଆଉ ଆଚାର ତ ଖାଇ ଦେଉଛି। ଖାଇସାରିଲା ପରେ ଆପଣମାନଙ୍କ ସହ ଦେଖାବି, କୁଆଡ଼େ ଯାଆନ୍ତୁ ନାହିଁ। ମାନେ ଏବେ ଯାଉଛି ରେଷ୍ଟ ନେବାକୁ। ତ ରେଷ୍ଟ ନେଇ ସାରିଲେ କି ଆପଣମାନଙ୍କ ଦେଖାବି। ତ ସାଙ୍ଗମାନେ ଏବେ ଦେଖନ୍ତୁ ରେଷ୍ଟ ନେଇକି ଆସିକି ମୋ ମା ଧୋଇକି ଏବେ ଚା ପିଉଛୁ। ଦେଖନ୍ତୁ ଆମ ଶିପୁନ ଆଜି ପାଠ ପଢ଼ୁଛୁ ଘରେ, ସୁଜିଟା କୋଉଠି ଧର କି। ଆଉ ଚା ପିଇଛେ, ଚା ପିଇ ସାରିଲା ପରେ ଆପଣଙ୍କ ସହ ଦେଖାବି, କୁଆଡ଼େ ଯାଆନ୍ତି ମୁଁ। ମାନେ ଜଳଖିଆ ପାଇଁ ଯାଇଥିଲି, ଜଳଖିଆ ପାଇଁ କ'ଣ କି ମାନେ ଯୋଉଠିକି ଯାଇଥିଲି ଜଳଖିଆ ପାଇଁ, ତ ସେଇଠି କ'ଣ ହେଇଛି କି ସେଇଟା ଏକା ସରିଯାଇଛି। ତ ସରିଯାଇଛି କିନ୍ତୁ ମୁଁ ପଳେଇ ଆସିଲି ଘରକୁ। ତାପରେ ଆଉ ଗୋଟେ ଯାଇଛନ୍ତି ବାବା ଜଳଖିଆ ଆଣିବାକୁ। ତ ଦେଖିବା କ'ଣ ହେଉଛି ଜଳଖିଆରେ। ଆଉ ଦେଖନ୍ତୁ ତ ସାଙ୍ଗମାନେ ଦେଖନ୍ତୁ ଆମର ଏଇଠି ଲାଗିଛି କ'ଣ କି କଙ୍କଡ଼ା ଚାର୍ଜର। ତ କେମିତି ଲାଇଟ୍ ଚଳୁଛି ଦେଖନ୍ତୁ ଆପଣ ମାନେ ଆଉ ସବୁ ଜିନିଷ ପତ୍ର ଏଇଠି ସବୁ ଅଛି। ଏଇଠି ଦେଖନ୍ତୁ, ଏଇଟା ଆମ ଟିଭି, ଏଇଟା ଆମ ଲଙ୍କା, ଏଇଟା ଆମ ଢିଙ୍କା। ତ ଏଇଟା ଦେଖିଲେ ସବୁ ଏମିତି ହେଲେ କେମିତି ହବ। ଦେଖନ୍ତୁ ଏଇଠି ବାବା ମୋବାଇଲ ବ୍ୟାଟେରୀ ନେଇ, ବ୍ୟାଟେରୀ ବସିଛି ଇଆଡ଼େ। ଏଇ ଦେଖନ୍ତୁ ବ୍ୟାଟେରୀ, ତ କେତେ ସୁନ୍ଦର ଲାଗୁଛି ବ୍ୟାଟେରୀଟା। ତ ଆପଣମାନେ କ'ଣ ଭାବିଥିଲେ ଏମିତି କେମିତି ହବ? ତ ଆପଣମାନେ କ'ଣ ଭାବୁଛନ୍ତି? ମୋତେ ଭାବୁଛନ୍ତି ବୋଧେ ଡବା, ଏଇ ଡବା ଭିତରେ କ'ଣଟା ଅଛି? କିଛି ନାହିଁ, ଖାଲି ଖାଲି ଡବା, କିନ୍ତୁ ଲେଖା ଅଛି କ'ଣ ଗୋଟେ ବି ଏଫ୍ ବି ଡି ଏଲ୍ ଏସ୍ ଟି ବୋଲେ କ'ଣ ଜାଣିବନି। ତ ଏଇଟା ଗୋଟେ ଦେଖନ୍ତୁ, ଏଇଟା ଗୋଟେ କ୍ରିମ୍, ଏଇଟା ମୁହଁରେ ଲଗାନ୍ତି। ତ ଜେଲି ଭଳିଆ ହେଇଛି, ଏଇଟା ଖାଇ ହେବନି। ଆଉ ଦେଖନ୍ତୁ ଏଇଟା ଆମର ଭଲିଟି ସ୍ପ୍ରେ। ତ କେମିତି ଲାଗିଲା? ଠଡ଼ ହେଉଛି। ଭିତରେ କ'ଣ ଗୋଟେ ଅଛି, ବାସ୍ନା ତ ପୁରା ଜବରଦସ୍ତ ବାସ୍ନା। ତ ସାଙ୍ଗମାନେ ଏବେ କ'ଣ କି ମୁଁ ଜଳଖିଆ ଖାଇକି ପଳେଇ ଆସିଲି। ଆଉ ସେପଟ ଘରେ ଅଛନ୍ତି। ହଁ, ତ ମା ଶୋଇଛି। ତ ମା ପଳେଇ ଆସିଲାଣି ଗାଁରୁ। ଆଉ ଆମେ ଯିବା ଗାଡ଼ି ପାଖକୁ, ଟିକେ ଦେଖିବା କ'ଣ କ'ଣ ଗାଡ଼ିରେ ଫିଚର୍ସ ଦେଇଛି। ଚାଲନ୍ତୁ ଯିବା ଗାଡ଼ି ପାଖକୁ। ଗାଡ଼ି ଏଇଠି ଥୁଆ ହେଇଛି, ମାନେ ଗାଡ଼ି ଚାବି ଆଣିଲେ ଦେଖନ୍ତୁ ଏଇଠି ଧରିଛି ଗାଡ଼ି ଚାବି। ତ ଏଇଟାକୁ ଅନ୍ କରିବା, ଦେଖିବା କ'ଣ ଦେଇ ଫିଚର୍ସ ଦେଇଛି। ଅନ୍ ହେଲା ତ ଗାଡ଼ି ଦେଖନ୍ତୁ। ମାନେ ଆପଣମାନେ ଦେଖିବେ ଗାଡ଼ିଟା କେମିତି, ମାନେ ମୁଁ ସେତେବେଳୁ ଅନ୍ କରିକି ଚାବି ସବୁ ଜିନିଷ କହିଲା ବେଳକୁ ଦେଖିଲା ଭିଡ଼ିଓଟା ଅନ୍ କରିନି। ତ ଆଉ ଥରେ ଆପଣମାନଙ୍କୁ କହୁଛି। ଆଉ ତ ସେକେଣ୍ଡ ଥର ଆଉ ଥରେ କହିବାକୁ ପଡ଼ିବ, ନହେଲେ ହେବନି କିଛି। ଦେଖନ୍ତୁ ଗାଡ଼ି ଏବେ ଷ୍ଟାର୍ଟ କରିବା। ଆଉ ଗାଡ଼ି ଏବେ ଅନ୍ ହେଲା, ତ ସାଉଣ୍ଡ ହେଲା ଦେଖିଲେ। ଷ୍ଟାଣ୍ଡିଂରେ ଅଛି ଏବେ ଗାଡ଼ି। ତ ଦେଖନ୍ତୁ ଏଇଠି ଦେଖନ୍ତୁ ଷ୍ଟାଣ୍ଡ ଲାଗିଛି। ହଉ, ଏଇଟା ଟାଇମ୍ ବି ଦେଖାଉଛି, ଦେଖନ୍ତୁ 9:07 ହେଇଛି ଟାଇମ୍। ଆଉ ଏଇଟା ଆମର ଯେଉଁ ଅଛି XL 100 RPM, ମାନେ ଏଇଟା ଏକ୍ସିଲେଟର ସାଉଣ୍ଡଟା, ମାନେ କେତେ ସ୍ପିଡ଼ରେ ଆପଣ ଏକ୍ସିଲେଟର। ତେଲ ଏଇଟା ଆମର 1480 କିଲୋମିଟର ଦେଇଛି। ଆଉ ଗୋଟେ ସ୍ପିଡ଼ ଲେଖିବ ଏଇଟା। ଟ୍ରିପ୍ ମାନେ 566.7 କିଲୋମିଟର ଟ୍ରିପ୍, ମାନେ ଏତିକି ଯାଇଛି। ଆଭରେଜ୍ 21 କିଲୋମିଟର, ମାନେ
ମାନେ 1 ଗିୟର୍ ପକେଇଲା ମାତ୍ରେ ଏତିକି ସ୍ପିଡ଼୍ରେ ଯିବ 21 କିଲୋମିଟର। ଟାଇମ୍ 26 ଆଉ 53 ମିନିଟ୍ ଏତିକି ହେଇଛି। ତ 6 ଫେବୃଆରୀ ଆଜି ତ ଗାଡ଼ି ଅନ୍ ହେଇଛି 26 ସକାଳୁ ଯେଉଁ ଅନ୍ ହେଇଛି ଏପର୍ଯ୍ୟନ୍ତ ଟାଇମ୍ ହେଇଛି ଅଫ୍ ହେବାର 26 ଘଣ୍ଟା 53 ମିନିଟ୍। তবে ବ୍ଲୁଟୁଥ୍କୁ ଅନ୍ କରିବା ଦେଖନ୍ତୁ ଏଇଟା ସୁଇଚ୍ ଦେଇଛି ଏସ୍ ଏମ୍ ଆଉ ଏସ୍ ଦେଇଛି। ତ ଦେଖନ୍ତୁ ଏସ୍ ଦେଇଛି ଏଇଠି ଦେଖନ୍ତୁ ଲାଇଟ୍ଟା ମାରିଦେଉଛି ଦେଖନ୍ତୁ ଏମ୍ ଆଉ ଏସ୍ ଦେଇଛି। ତ ଦେଖିବା ଆମେ ଏମ୍ଏସ୍ର ଅର୍ଥ କ'ଣ। ଏମ୍କୁ ମାଇଲି ଦେଖନ୍ତୁ ଆମର ଫାଷ୍ଟ ଦେଖେଇଲା ପେୟାର ମାନେ ଏଇଟା କ'ଣ ବ୍ଲୁଟୁଥ୍। ତ ଆପଣମାନେ ଏଇଟା ଗୋଟେ ଆପ୍ ଥାଉଛି ୱେଟିଂରେ ଅଛି ଦେଖନ୍ତୁ। ଏ ବ୍ଲୁଟୁଥ୍ ମାନେ କ'ଣ କି ଆପଣମାନେ ଗାଡ଼ିକି ଯେଉଁଠି ଅଛି ସେଇଠି ରଖିପାରିବେ, ମାନେ ଗାଡ଼ିଟାକୁ ରଖି ବି ପାରିବେ। ଆଉ ଗାଡ଼ି ଯେମିତି ଆପଣମାନେ ମୋବାଇଲ୍ ଏକା କନେକ୍ଟ କଲେ ମୋବାଇଲ୍ ଏକା ତାକୁ ଗାଡ଼ି କଣ୍ଟ୍ରୋଲ୍ କରିପାରିବେ। ତାପରେ ଆଉ ଗୋଟେ ଅଛି କିଲୋମିଟର ଆଭରେଜ୍ ମାନେ କେଉଁଟା କେତେ କିଲୋମିଟର ଜଣା ପଡ଼ିଯିବ ଏଠି। ମାନେ ଆପଣମାନେ ଯଦି ବୌଦ୍ଧକୁ ଦେଲେ ବୌଦ୍ଧରେ ଲେଖିବ ଯେ 30 କିଲୋମିଟର ବୌଦ୍ଧ ଏଇଠୁ ଆମର, ତ ଏଠି ଲେଖିଦେବ 30 କିଲୋମିଟର। ଆଉ ବାଟର ଜିପିଏସ୍ ସିଷ୍ଟମ୍ ଦେବ କେମିତି ଆଗରୁ ଟର୍ଣ୍ଣିଂ ଅଛି କି କ'ଣ ଅଛି, ତ ମୋବାଇଲ୍ ଆପଣମାନଙ୍କୁ ଜିପିଏସ୍ ଦେଇଦେବ, ନହେଲେ ଏଠି ବି ଦେବ। ତ ଏଇଟା ରହିଲା ଆମର ଇକୋ। ତ ଏଇ ଇକୋର କାମ ହେଲା ଆପଣମାନେ ଗାଡ଼ିରେ ଯାଉଛନ୍ତି ମାନେ ଆଗରେ କ'ଣ ଟର୍ଣ୍ଣିଂ ଅଛି କି ହମ୍ସ ଅଛି କି ପୋଲ୍ ଖୁଣ୍ଟ ଯାହା ବି ଆଗରେ ମଝି ରାସ୍ତାରେ ଥିବ, ମାନେ ଯାହା ଥିବ ଟର୍ଣ୍ଣିଂ ହେରିକା, ତ ସେଇଟା ଆପଣମାନଙ୍କୁ ଏଇଠି ଦର୍ଶାଇଦେବ ଯେ ନାଇଁ ରାଇଟ୍ ସାଇଡ଼୍ ଯଦି ଟର୍ଣ୍ଣିଂ ଅଛି ମାନେ ରାଇଟ୍ ସାଇଡ଼୍କୁ ଏମିତି ଟର୍ଣ୍ଣିଂ ଦେଖିବ, ଲେଫ୍ଟ ସାଇଡ଼୍କୁ ଗଲେ ଲେଫ୍ଟ ସାଇଡ଼୍କୁ ଏମିତି, ହମ୍ସ ଅଛି ବୋଲେ 3ଟା ଗାଡ଼ି ଦେଇକି ହମ୍ସ ଦେଇଦେବ। ତ ଏମିତି ଦେବ। ତ ଗାଡ଼ିକି ଦେଖନ୍ତୁ ଆମର ଏଇଟା ଗାଡ଼ି ଆପଣମାନେ ଗାଡ଼ି କିଣିଲା ମାତ୍ରେ ଏଇଟା ନୋଟିଫିକେସନ୍ ଲିଙ୍କ୍ ଦେଇଦେବେ। ଆପଣମାନେ ଗାଡ଼ିରେ ଯାଇକି ଆପ୍ଟା ଡାଉନଲୋଡ଼୍ କରିପାରିବେ। ଆଉ ଦେଖିବା କ'ଣ ହେଇଯିବ। ଏବେ ଷ୍ଟାଣ୍ଡିଂ ଅଛି ଗାଡ଼ିଟାକୁ ଅଫ୍ କରିଦେବା ଆଉ ଏଇଟା ଆମର ଗାଡ଼ିର ସବୁଠୁ ମେନ୍ ଜିନିଷ ହେଲା ତୁମକୁ ଚାର୍ଜିଂ ସିଷ୍ଟମ୍ ବି ଦେଇଛି ଦେଖନ୍ତୁ। ଚାର୍ଜିଂ ସିଷ୍ଟମ୍ ଏଇଠି ଦେଖନ୍ତୁ ଚାର୍ଜିଂ ସିଷ୍ଟମ୍ ଦେଇଛି। ଦେଖନ୍ତୁ ଚାର୍ଜିଂ ସିଷ୍ଟମ୍ ବି ଦେଇଛି। ତ ଗାଡ଼ି ବହୁତ ନ୍ୟୁ ଜିନିଷ ଦେଇଛି। ତ ଆମେ ଯିଏ ବି ଗାଡ଼ି ଥିଲା ସେମିତି କରିଦେବା, ମୂଳକୁ ପଳେଇ ଆସିଲା ଦେଖନ୍ତୁ। ତ ସାଙ୍ଗମାନେ ଆପଣମାନେ ଗାଡ଼ି ବିଷୟରେ ତ ଜାଣିଦେଲେ, ଏବେ ଚାଲନ୍ତୁ ଖାଇଯିବା ଦେଖିବା କ'ଣ ହେଇଛି। ଖାଇକି ଆସିଲେ ଆପଣଙ୍କ ସାଙ୍ଗେ ଦେଖାବି ଆଉ। ମାନେ ଦେଖନ୍ତୁ ରୁଟି ଆଉ ଝଟା ତରକାରୀ ତ ଖାଇଯାଉଛି, ଖାଇସାରିଲା ପରେ ଆପଣଙ୍କ ସାথে ଦେଖାବି। କୁଆଡ଼େ ଯାଆନ୍ତୁ ନାହିଁ, ମୁଁ ଏଇଗଲି ଆସୁଛି। ଏବେ ମୁଁ ଖାଇକି ଜଷ୍ଟ ଆସିଲେ ଆଉ ତ ଦେଖିଲେ ରୁଟି କି ତରକାରୀ ହେଇଥିଲା ତ ଖାଇଦେଲି। ତ ଖାଇକି ଏବେ ଆସିକି ଚାହା ପିଉଛି। ଚାହା ପିଇ ସାରିଲା ପରେ ଆପଣଙ୍କ ସାଙ୍ଗେ ଦେଖାବି। ସାଙ୍ଗମାନେ ଏବେ ମାନେ କ'ଣ କି ଜଷ୍ଟ ତ ଉପରକୁ ଆସିଲି ଶୋଇବାକୁ। ତ ବେଡ଼ରୁମ୍ ଆମର ଆସିଲୁଣି। ଆଉ ଦେଖନ୍ତୁ ଅବସ୍ଥାଟା କେମିତି ହେଇଛି ବେଡ଼ରୁମ୍ର। ଆଉ ମାନେ ସବୁ ସଫାସୁତୁରା, ମାନେ ଏବେ ସାଇଜ୍ କରାକୁଡ଼ି ହେବ ତାପରେ ଶୋଇବୁ। ତାପରେ ତ ସିପୁନୁ ପାଠ ପଢ଼ିବ ବୋଲି ଜିନିଷପତ୍ର କାଢ଼ା କାଢ଼ି କରିଛି ବହିପତ୍ର ତା'ର। ଆଉ ଚାହା ପିଇକି ତ ଆସିଲି, ଦେଖିଲେ ତ ରୁଟି ଟିକେ ଖାଇକି ଆସିଲି ହେରି ଜଷ୍ଟ। ଆଉ ଶୀତ ତ ପ୍ରବଳ ଜୋରସେ ଏବେ ଗରମ ହେବାର ଲାଗିଲାଣି, କାହିଁକି ଯେ ମୁଁ ଜାଣିନି କମି ମାନେ ଗରମ ମାନେ ଏତେ ଜୋରସେ ଗରମ ସମ୍ଭାଳି ହେବନି। ଫ୍ୟାନ୍ ଲଗେଇବା ରାତିରେ ଶୋଇବାକୁ ପଡ଼ୁଛି। ତ ଆମେ ବି ଗରମ ହେଲାଣି ତ ଫ୍ୟାନ୍ ଟିକେ ଲଗେଇଦେବା, ନ ଲଗେଇଲେ ନ ଚଳେ। ତ ଫ୍ୟାନ୍ଟାକୁ ଲଗେଇଦେବା ଟିକେ ଆଉ ତ ଫ୍ୟାନ୍ ଦେବେ ଲାଗିଲା। ତାପରେ ଆଉ କ'ଣ କହିବି, ଅଧିକା ତ କିଛି ଆଉ କହିପାରିବିନି, କାରଣ କାହିଁ ଖଡ଼ କରୁଛୁ କିଛି ଆଣିକି ଚୁଚ୍ଛା ମାରିବ। ଖଡ଼ଟା ଖଡ଼ କରୁଛି ଇଆଡ଼େ ମୁଁ କହିଲା ବେଳକୁ ଆଡ଼େ ମୋ ଭଏସ୍ ବି ଶୁଭୁନଥିବ। ତ ଯେଉଁମାନେ ଭିଡ଼ିଓରେ ନୂଆ ଆସେ ଆମେ ସବସ୍କ୍ରାଇବ୍ ବାଲା ବଟନ୍ ଦବାଇଦେବେ, ତାପରେ ଲାଇକ୍ କରିଦେବେ, ସେୟାର କରିଦେବେ, କମେଣ୍ଟ କରିଦେବେ, ଆଉ ବେଲ୍ ଆଇକନ୍ ଗୋଲ୍ ସେଟ୍ କରିଦେବେ। କାରଣ ପ୍ରଥମ ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ଯେଉଁ ଭିଡ଼ିଓ ଛାଡ଼ିଲା ମୋତେ। ତ ଟାଟା ବାଏ ବାଏ, ଦେଖା ହେବ ଗୋଟେ ନୂଆ ବ୍ଲଗ୍ ଭିଡ଼ିଓରେ। ବେଶୀ ସ୍ପିଡ଼ି କହିଦେଲି କି, ତ ସ୍ପିଡ଼ି କହିଛି ବୋଲେ କମେଣ୍ଟରେ କହିବେ ଯେ ସ୍ପିଡ଼ି କହିଦେବି ବୋଲି। ଆଉ ସ୍ଲୋ କହିବାର ଅଛି ବୋଲେ କମେଣ୍ଟ ନିଶ୍ଚିତ ଜଣାନ୍ତୁ, କାରଣ ମୁଁ ଯେତେ ସ୍ଲୋ କହିବାକୁ ଚାହିଁଲେ ସେତେ ସ୍ପିଡ଼ ଅଛି, ଯେତେ ସ୍ପିଡ଼ କହିବାକୁ ଚାହିଁଲେ ହେଲେ ବି ସେ ସ୍ପିଡ଼ ହେଇଯାଉଛି। ମୁଁ କ'ଣ କରିବି କୁହନ୍ତୁ। ଟାଟା ବାଏ ବାଏ, ଦେଖା ହେବ ଗୋଟେ ନୂଆ ବ୍ଲଗ୍ ଭିଡ଼ିଓରେ।